ଦେଖନ୍ତୁ ଝାରସୁଗୁଡ଼ା ଜିଲ୍ଲାକୁ ମୁଁ ପୂର୍ବରୁ ମଧ୍ୟ କହି ଆସୁଛି ଏମାନେ ଝାରସୁଗୁଡ଼ା ଗୋଟେ ଦୁଧିଆଳି ଗାଈ ବୋଲି ଏମାନେ ଭାବୁଛନ୍ତି। ଯିଏ ଏଠିକି ଆସିବ ସମସ୍ତେ ଆସିକି ଝାରସୁଗୁଡ଼ାବାସୀ ଏଠିକାର ଗାଈର ସିଂହ ଧରିବେ ଏବଂ ସେମାନେ ଆସିକି କ୍ଷୀର ଦୁଇକି ପଳେଇବେ। କିଛି ଦିନ ପୂର୍ବରୁ ସେମାନେ କହୁଥିଲେ ତ କି ପୂର୍ବରୁ ଖାଲି ବିଲ୍ଡିଂ ବନା ହେଇଥିଲା ଆଉ ଏମାନେ କିଛି ପୂର୍ବ ସରକାର କିଛି କରିନି ବିଲ୍ଡିଂ ବନା ହେଇଥିଲା। ଆଜ୍ଞା ଯଦି ପୂର୍ବ ସରକାର କିଛି କରିନି ବିଲ୍ଡିଂ ବନା ହେଇଥିଲା ତୁମେ କ'ଣ ପାଇଁ ଗୋଟେ ନୂଆ ବିଲ୍ଡିଂ କରିକି ହାର୍ଟ ହସ୍ପିଟାଲ କରିଦେଲନି? କ'ଣ ପାଇଁ କରିପାରିଲନି? ତୁମ ସରକାର କ'ଣ କରୁଛନ୍ତି? ତୁମ ସରକାର ଖାଲି ଏଥିପାଇଁ ଅଛନ୍ତି ଖାଲି ରଙ୍ଗ ଚେଞ୍ଜ କରିବେ, ରଙ୍ଗ ପରିବର୍ତ୍ତନ କରିବେ। ଆଜ୍ଞା ଝାରସୁଗୁଡ଼ା ଜିଲ୍ଲାରେ ଆପଣ ଦେଖନ୍ତୁ ଏବେ ତାଙ୍କୁ 2 ବର୍ଷ ହେଇଯିବ, ଏଇ ସରକାରକୁ 2 ବର୍ଷ ହେଇଯିବ। 11 ଜୁନ୍ 11 ତାରିଖ 2 ବର୍ଷ ହେଇଯିବ। 12 ତାରିଖ ଦିନ ଝାରସୁଗୁଡ଼ା ହାର୍ଟ ହସ୍ପିଟାଲକୁ ଉଦ୍ଘାଟନ ନିମନ୍ତେ ସେମାନେ ଆସିବେ। ଆଜ୍ଞା ଝାରସୁଗୁଡ଼ା ଜିଲ୍ଲାରେ ଏଇ ଯେଉଁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଯେଉଁ ଅଛନ୍ତି ଆଜ୍ଞା ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସେତେବେଳେ ସେ କରିଥିଲେ ଗୋଟେ ପ୍ରାଇଭେଟ୍ ନର୍ସିଂ ହୋମ୍ ସେ ଫାଷ୍ଟ ଓପନିଂ କରିଥିଲେ। କ'ଣ ପାଇଁ ଝାରସୁଗୁଡ଼ା ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଭଲ ଓପନିଂ କଲେନି? କ'ଣ ପାଇଁ ଝାରସୁଗୁଡ଼ା ହସ୍ପିଟାଲରେ ଗୋଟେ ଭଲ ଡାକ୍ତର ଦେଇପାରିଲେନି ଆଜି ପର୍ଯ୍ୟନ୍ତ? ଝାରସୁଗୁଡ଼ା ଜିଲ୍ଲାରେ ଡାକ୍ତର ସଂଖ୍ୟା ବଢ଼ିପାରିଲେ କି? ଝାରସୁଗୁଡ଼ା ଜିଲ୍ଲାରେ ଡାକ୍ତର ସଂଖ୍ୟା ବଢ଼ିପାରିଲେନି। କିଛି ଦିନ ପୂର୍ବେ ଆମର ଝାରସୁଗୁଡ଼ାରେ ଆମର ଯେଉଁ ଡିମାଣ୍ଡ ଥିଲା ମଙ୍ଗଳ ବଜାର ସ୍ଥିତ ଯେଉଁ ପୁରୁଣା DHS ଥିଲା ତାକୁ 100 ବେଡେଡ୍ ସିଟି ହସ୍ପିଟାଲ କରିବେ ବୋଲି ଆମେ ବାରମ୍ବାର ଦାବି ଜଣାଇଥିଲୁ। କ'ଣ କରାଗଲା ଆଜ୍ଞା? ପୂର୍ବ ସରକାର ତ କହିଥିଲା ମୁଁ କରିବି ସିଟି ହସ୍ପିଟାଲ, ଏ ସରକାର କ'ଣ ପାଇଁ ସ୍ୟାଟେଲାଇଟ୍ ହସ୍ପିଟାଲ କଲା? ଆଉ ଯଦି ବି ସ୍ୟାଟେଲାଇଟ୍ ହସ୍ପିଟାଲ କଲା ତାହେଲେ ବେଦାନ୍ତ ସପୋର୍ଟେଡ୍ ବା ବେଦାନ୍ତର କ'ଣ ସପୋର୍ଟେଡ୍? ପଇସା ମାନ୍ୟବର ବିଧାୟକ ଆଉ ମନ୍ତ୍ରୀଙ୍କୁ କ'ଣ ବଟି ଦେଲା କି? ଆପଣ ନିଜେ କୁହନ୍ତୁ ସ୍ୟାଟେଲାଇଟ୍ ହସ୍ପିଟାଲରେ କେତେ ଲୋକ ସୁବିଧା ପାଉଛନ୍ତି? ଗୋଟେ ଆମ୍ବୁଲାନ୍ସ ଏଠି ଚାଲିପାରୁନି, ମଙ୍ଗଳ ବଜାରର ଆମ୍ବୁଲାନ୍ସ ମଧ୍ୟ ଠିକ୍ ଭାବରେ ଚାଲିପାରୁନି। ଏମାନେ କହୁଛନ୍ତି ଆମେ ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ ଦେବୁ। ଆଜ୍ଞା ହାର୍ଟ ହସ୍ପିଟାଲ 2022ରେ କମ୍ପ୍ଲିଟ୍ ହେଇଗଲା। 3 ବର୍ଷ ହେଇଗଲାଣି ତାର ମେସିନାରୀ ସବୁ ଏକ୍ସପାୟରି ହେଇଯିବଣି କିମ୍ବା ୱାରେଣ୍ଟି ପଳେଇବଣି। ଆପଣ କ'ଣ କରିବେ? 2 ବର୍ଷରେ ଆପଣ କ'ଣ କରୁଥିଲେ? ଯେତେବେଳେ ଆପଣ ଖାଲି ବର୍ଷ ପୂର୍ତ୍ତି ହେବ ସେତେବେଳେ ଆସିକି ଉଦ୍ଘାଟନ କରିବେ। ଆଜ୍ଞା ନିନ୍ଦନୀୟ। ଯେତେବେଳେ ମୁଁ ଆପଣଙ୍କୁ ଆପଣ ମାଧ୍ୟମରେ କହିଦେବାକୁ ଚାହୁଁଛି ଯେତେବେଳେ ନୂଆପଡ଼ାରେ ନିର୍ବାଚନ ଚାଲିଥିଲା 2024ରେ ବାଇ ଇଲେକ୍ସନ୍, ସେତେବେଳେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ସେ ଜାଗାରେ ଥିଲେ ଏବଂ ଗୋଟେ ସିକ୍ୟୁରିଟି ଗାର୍ଡ଼ ସେ ଜାଗାରେ ଛାତ ଉପରୁ ସେଇ DHHରୁ 6 ମହଲା ଡେଇଁକି ଆତ୍ମହତ୍ୟା କରିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ କ'ଣ କଲେ ତା ପାଇଁ? ଝାରସୁଗୁଡ଼ାରେ ଆପଣ ଯାଇ ଦେଖନ୍ତୁ ଯେଉଁ କର୍ମଚାରୀ ମାନେ ଅଛନ୍ତି ତାଙ୍କୁ ଠିକ୍ ସମୟରେ ଦରମା ମିଳୁନି। ଯେଉଁ ସିକ୍ୟୁରିଟି ଗାର୍ଡ଼ ମାନେ ତାଙ୍କୁ ଠିକ୍ ସମୟରେ ଦରମା ମିଳୁନି। ତାଙ୍କର ସ୍ଥାୟୀ ଚାକିରି ନାହିଁ। ତାଙ୍କୁ ଅନେକ ତାଙ୍କର ଅସୁବିଧା ଅଛି। ଝାରସୁଗୁଡ଼ାର ଡାକ୍ତର ଆଜ୍ଞା 2 ବର୍ଷ ହେଲାଣି 2 ବର୍ଷର ଡାକ୍ତର ବର୍ତ୍ତମାନ ବସି ରହିଛନ୍ତି। ତ ଭାବନ୍ତୁ ଆମେ କେତେ ସ୍ୱାସ୍ଥ୍ୟ ସେବା ଦେଇପାରୁଛୁ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏଇଠି ହେଉଛି। ଆଜ୍ଞା ଲେବର ଡିପାର୍ଟମେଣ୍ଟରେ ୱାର୍କର୍ସ ନାହାନ୍ତି, ମାଇନିଂ ଡିପାର୍ଟମେଣ୍ଟରେ ୱାର୍କର ନାହାନ୍ତି, ପଲ୍ୟୁସନ୍ ଡିପାର୍ଟମେଣ୍ଟରେ ୱାର୍କର୍ସ ନାହାନ୍ତି, ମେଡ଼ିକାଲରେ ଡାକ୍ତର ନାହାନ୍ତି, କଲେଜରେ ଲେକ୍ଚର୍ସ ନାହାନ୍ତି। ତାହେଲେ ଆପଣ ଏଠି କ'ଣ ପାଇଁ ଆସିବେ? ଆପଣ ଆସିବେ ସିକ୍ୟୁରିଟି। ଯଦି ଆପଣ ଦମ୍ ଅଛି ତାହେଲେ ଝାରସୁଗୁଡ଼ା ଜିଲ୍ଲାରେ ଯେଭଳି ଭାବରେ ଆପଣ ମଝିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଥରେ ଆସିଥିଲେ ସେତେବେଳେ ସବୁଆଡ଼େ ରାସ୍ତାଘାଟ ସବୁ ଗାଡ଼ି ମଟର ବନ୍ଦ କରିଥିଲେ। କ'ଣ ପାଇଁ? ଯଦି ଦମ୍ ଥିଲା ଆପଣ ଆସନ୍ତୁ ଝାରସୁଗୁଡ଼ାକୁ ଦେଖନ୍ତୁ କେତେ ପ୍ରଦୂଷଣ ହେଉଛି, ଖୋଲା ଗାଡ଼ି ଆସନ୍ତୁ। କ'ଣ ପାଇଁ ଗାଡ଼ି ମଟର ବନ୍ଦ କରିଥିଲେ? ସାହସ ନାହିଁ ଆଙ୍କର, ସାହସ ନାହିଁ। ମୁଁ ଝାରସୁଗୁଡ଼ାବାସୀଙ୍କୁ ମୁଁ ଅନୁରୋଧ କରିବି ଯିଏ ଝାରସୁଗୁଡ଼ାବାସୀଙ୍କୁ ପ୍ରତାଡ଼ିତ କରୁଛି, ଯିଏ ଝାରସୁଗୁଡ଼ାବାସୀକୁ ଠକୁଛି ଏବଂ ଝାରସୁଗୁଡ଼ାବାସୀଙ୍କୁ ଯେ ବାରମ୍ବାର ଠକିକିରି ଝାରସୁଗୁଡ଼ା ମାଟିରେ ପାଦ ଦେଉଛି ସେମାନଙ୍କୁ ଫୁଲ୍ ବିରୋଧ କରିବା କଥା। ଆଉ ଦରକାର ପଡ଼ିଲେ ଅଣ୍ଡା ମାଡ଼, ଟମାଟର ମାଡ଼ ୟାଙ୍କୁ ନିହାତି ଜରୁରୀ। ଯଦି ନ କରିବେ ଏମାନେ ଏମିତି ଆସିକି ଆମକୁ ଭୁଆଁ ବୁଲିକି ପଳାଉଥିବେ ଆଉ ଆମେ ଏମିତି ଦେଖି ତାଳି ମାରୁଥିବା। तो भाई मैंने आपण के कारण आपणकर बिजनेस रो प्रमोशन करवार अच्छे या फिर खतरनाक वाला बैनर पोस्टर या बोर्ड बनावार अच्छे तो आसी जोन मीडिया वॉल ने के तो आपण के इन का हाई क्वालिटी रो प्रिंटर क्रिएटिव डिजाइनर टीम अछन आ आमे माने आपण को लागि फ्लेक्स बैनर, फिनाइल प्रिंटिंग, सन बोर्ड, बैकलाइट प्रिंटिंग, एलईडी लेटर, रेडियम वॉल, ट्रॉफी प्रिंटिंग एंड वॉल प्रिंटिंग हमर मानने ई सब काम हेसी आउ टाइम रे डिलीवरी आ समस्तंकर बजट हिसाब से करि देसु आउ बैनर आपण के केन टाइप रो दरकार छे थरे हमके बतो नामे सेटा करि करि देई देमु तो लेट नी करी स्क्रीन रे जन दिया जाउथवा नंबर रे कांटेक्ट करूं। लोकेशन डा होचे मंगल बाजार रोड नियर पोस्टमार्टम गली इन फ्रंट ऑफ डॉक्टर एके दास क्लिनिक झारसुगुड़ा।